ଆପଣଙ୍କୁ ଆମ ଚ୍ୟାନେଲ ମାଧ୍ୟମରେ ସ୍ୱାଗତ ଜଣାଉଛି। ଯେହେତୁ ଆପଣ ପୂର୍ବରୁ ମଧ୍ୟ ଆମ ଚ୍ୟାନେଲ ମାଧ୍ୟମରେ ପ୍ରଥମ କରି ଆସିଥିଲେ, କେବେ ବି ଆସିନଥିଲେ କୋଉ ଚ୍ୟାନେଲ ମାଧ୍ୟମରେ ପ୍ରଥମ କରି ଯେହେତୁ ଆସିଥିଲେ, ସେ ହେଉଛି ମହାପୁରୁଷ ଅଚ୍ୟୁତଙ୍କର ନିର୍ଦ୍ଦେଶ ଥିଲା ନା କଣ? ଆଚ୍ଛା, ତାପରେ ମା ମଧ୍ୟ ସାରଳା ଧକଡ଼ବାସିନୀ ସାରଳା ଏବଂ ମା ସରସ୍ୱତୀ ଆପଣଙ୍କ କଣ୍ଠରେ ବିଜେଇକି ଯାହା ଯାହା କହିଥିଲେ। ଏବେ କଣ କହିବେ? ଯେହେତୁ ଆମେ ଜାଣିଛେ ବଡ ଦେଉଳର ଯେତେବେଳେ ସିଗ୍ନାଲ ବା ଯେତେବେଳେ ସୂଚନା ମିଳେ ସେଠି ସାରା ବିଶ୍ୱ ପାଇଁ ଯୋଉ ନକାରାତ୍ମକ ସଂକେତ ଦେଖାଯାଏ, ସାରା ବିଶ୍ୱ ପାଇଁ ଏହାର ପ୍ରଭାବ ପଡେ। ତ ଏବେ ଆଉ ବଡ ଦେଉଳରେ କଣ ସେମିତି ଘଟଣା ଘଟିବ ଏବଂ ସାରା ବିଶ୍ୱ ପାଇଁ ଯୋଉ ଯୁଦ୍ଧ ଚାଲିଛି ତା ଭିତରେ କଣ ହବ? ପ୍ରାକୃତିକ ବିପର୍ଯ୍ୟୟ କଥା କୁହାଯାଉଛି ଏବଂ ରୋଗ କଥା କୁହାଯାଉଛି। ଯୋଉ ଯେମିତି ମହାମାରୀ କରୋନା ଭଳି ଆଉ ଗୋଟେ ରୋଗ ଆସୁଛି, ଯୋଉ ଏଲିନୋ ଗୋଟେ ଆସୁଛି, ପ୍ରଭାବ ପଡୁଛି। ତାର କୋଉଠି ମରୁଡି ହବ, କୋଉଠି ବନ୍ୟା ହବ, ଏଇ ସବୁ ଦେଖାଯାଉଛି। କେତେବେଳେ ଗାଡି ଦୁର୍ଘଟଣା ଦେଖୁଛ, ଯୋଉ ଟ୍ରେନ, କେତେବେଳେ ପ୍ଲେନ, ଏଇ ସବୁ ବହୁତ ଲୋକ ମୃତାହତ ହଉଛନ୍ତି। ଇଏ ହଉଛି 64 ଯୋଗିନୀ ମାନଙ୍କର ଖେଳ ନା କଣ ମା? ଟିକେ କୁହ ଆପଣ। 64 ଯୋଗଣୀ କି 90 କୋଟି କାନ୍ତାୟଣୀ ଏମାନେ ଖେଳୁଛନ୍ତି। 8 ଅଷ୍ଟ 64 ସବୁ ଚାଲିଛି ଘଣ୍ଟା ଘଣ୍ଟି। ନୂଆ 81 ଯୋଉଠି ସେଠି ପଶିଗଲେ ଆଉ ବାହାରିବାକୁ କେହି ବାଟ ପାଇବେନି। ଚଣ୍ଡୀ ହଉଛନ୍ତି 9ଟା, ଗୋଟିଏ ରହିଲା କଟକରେ, ଆଉ ରହିଲେ 8ଟା। ସେ 8ଟା ଯେତେବେଳେ କଟକ ଚଣ୍ଡୀଟାକୁ ତାକୁ ବାଦ ରଖ, ସିଏ ଗୋଟା ଜାଗାରେ ସ୍ଥିର, ସେ କୌଣସି ଜାଗାକୁ ଯିବ ନାହିଁ। ଏମାନେ ଖାଲି ଭ୍ରମଣ କରିବେ, ଏମାନେ ସବୁ ଭ୍ରମଣ କରିବେ। ଯୋଉମାନେ କରୁଛନ୍ତି ଅନୀତି ଅତ୍ୟାଚାର ସେମାନଙ୍କର ସଂହାର ଦାୟିତ୍ୱ ଆଙ୍କର। ଆଉ ଯୋଉ ରହିଲା ଗୋଟିଏ ଚଣ୍ଡୀ, ସେ ଚଣ୍ଡୀ ଏ ପର୍ଯ୍ୟନ୍ତ ଉଠି ନାହିଁ। ସେ କଟକ ଚଣ୍ଡୀ ନା, ଆଉ କିଏ? ସେ ମୁହଁ ମାଡି ହେଇକି ପଡିଛି। କୋଉ ଜାଗାରେ? କିଏ ସେ? ଏଇ ଜାଗାରେ ପଡିଛି। କଣ ତା ନା? ସତୀ। ଆଚ୍ଛା ଆଚ୍ଛା ଆଚ୍ଛା। ସେ କେବେ ବାହାରିବ? ସତୀକି ବାହାର କରିବାକୁ ମୁଁ ବହୁତ ଚେଷ୍ଟା କରୁଛି, କିନ୍ତୁ ଏଠିକା ଲୋକ କେହି କରେଇ ଦଉନାହାନ୍ତି, କୌଣସି ମେଳା କରେଇ ଦଉନାହାନ୍ତି। କେମିତି ବାହାରିବ? କୋଉ ଜାଗାରେ ପର୍ଟିକୁଲାର ଅଛି ବୋଲି କେମିତି ଜଣା ପଡୁଛି? ଏଇ କୁଣ୍ଡ ପାଖରେ ରହିଛି, ସେଇ ଯୋଉ କୁଣ୍ଡ, ସେଇ କୁଣ୍ଡ ପାଖରେ ରହିଛି। କେମିତି କିଏ ଜାଣିଲ? ମୁଁ ତାକୁ ଡାଇରେକ୍ଟ ଦେଖିଛି, ସେମିତି ମୁଁ ମାଡି ହେଇକି ପଡିଛି। ମତେ କହୁଛି ମତେ ଟିକେ ଉଠେଇ ଦଉନ। ମୁଁ କହିଲି ମୁଁ ତତେ କେମିତି ଉଠେଇବି? ନା, ତୁ ଆସିଛୁ ଯେ ତୁ ଏଭଳି ଶକ୍ତି ନେଇକିରି ଆସିଛୁ, ତୁ ଯୋଉ ଜାଗାରେ ପାଦ ଥୋଇବୁ ସେ ଜାଗାରେ ଆମେ ପଡିଥିବୁ, ଆମେ ଉଠିବୁ। ତେଣୁ ମୁଁ କୌଣସି ଜାଗାକୁ ଯାଉନି। କାହିଁକି ନା ସିଏ ମୁଁ ଯେତେବେଳେ ଯାଇକିରି ତାଙ୍କ ପାଖରେ ପହଞ୍ଚିବି, ତାଙ୍କ ଉପରେ ମୁଁ ତ ଜାଣିନଥିବି କିଏ କୋଉଠି, ମୁଁ ପାଦ ଥୋଇବି, ସେ କହ ମତେ ଟେକେ, ମୋ ପାଖରେ କିଛି ନାହିଁ, ମୁଁ କଣ ଟେକିବି? ମୁଁ ଏଇ ଜାଗାରେ ରହିଛି, ବହୁତ ଅପନିନ୍ଦା, ଅପବାଦ, ଅପଦସ୍ତ ହେଇକିରି ରହିଛି। ଆଉ ମତେ ଟିକେ ପାଣି ଦିଅନ୍ତିନି, ପାଣି ଟିକେ ସେ ମୁଣ୍ଡରୁ ନେଇକିରି ଆସିବି, ଦୀପ ଟିକେ ଲଗେଇବି, ଆଲୁଅ ଲାଇନ ବି ନାହିଁ, କିଛି ନାହିଁ, ସାମାନ୍ୟ ଭର୍ତ୍ତା ଗୋଟେ ମୋର କରିଦଉନୁ। ସେ ଛାଡ, ସିଏ ତ ଦୁଃଖ କଷ୍ଟରେ ଯେତିକି ସବୁ ରହିବେ, ସିଏ ହିଁ ଭକ୍ତ। ମାନେ ତାକୁ ରଖେଇଛି ମାନେ ତ ଆଗକୁ ସୁଖ ପାଇବୁ। ଆଜି ଯିଏ ଦୁଃଖ ପାଉଛି, ସେ ଆଗକୁ ଯୋଉ ଆସୁଛି ପରିବର୍ତ୍ତନ, ସେ ନିଶ୍ଚିନ୍ତ ଦୁଃଖରୁ ସୁଖ ମିଳିବଟା ଥୟ। ତେଣୁକରି ସେ ଯୋଉ ମା ପଡିଛନ୍ତି, ମା ଉଠିବେ, ସେ ସତୀ ମା। ଆଚ୍ଛା, ଆଉ କଣ କଣ ଘଟଣା ଯୋଉ କହିଲି, ଯୋଉ ଘଟଣା ଘଟିବ ବଡ ଦେଉଳରେ, କଣ ଆଉ ଦେଖାଯିବ ସଂକେତ? ଯେମିତି ଚିଲ ପକ୍ଷୀ ପଶିବା, ଯୋଉ ବଡ ଦେଉଳରେ ଯୋଉ 3ଟା ପଥର ଖସିଛି, ସେ ପଥର ମାତ୍ର 3ଟି, ବହୁତ ପଥର ତ ଖସି, ପଥର 3ଟା ଖସିଥିଲା। ମୁଁ ଯେତେବେଳେ ଯାଇଥିଲି ଜାଣିଛି, ତାପରେ ଏବେ ଯାଇକିରି ଖାଲି ବୁଲିକି ପଳେଇ ଆସେ, ମୁଁ ବୁଲିକିରି କିଛି ଦେଖେ। କଣ ହେଲା ପଥର କଥା କହ? ସେ ଯୋଉ ପଥର 3ଟି, ସେ ପଥରର ମହତ୍ଵ କଣ? ନନା ମାନେ ସେବା କରୁଛନ୍ତି ତ। ନୃସିଂହନାଥଙ୍କ ପାଦ ତଳେ ଯୋଉ ପଥରଟି ରହିଛି, ସେ ପଥର ହିଁ ମହତ୍ଵ, ଭକ୍ତ ମାନଙ୍କର ମହତ୍ଵ ରକ୍ଷା କରିବ। ଦକ୍ଷିଣ ଦ୍ୱାରରେ ଯୋଉ ପଥରଟି, ତାକୁ ବାଡେଇ ଦେଲେ ନାମ କହୁଥିବ, ସେ ପଥରଟି ରକ୍ଷା କରିବ। ଗୋଟିଏ ପଥର ତା ଜଗନ୍ନାଥଙ୍କ ପାଖରେ, ଏ 3ଟା ପଥର ଯେ ପର୍ଯ୍ୟନ୍ତ ସେଠି ଥିବ, କିନ୍ତୁ
ଶ୍ରୀକ୍ଷେତ୍ରର କିଛି କରିପାରିବେ ନାହିଁ। ଆଚ୍ଛା ଏବେ ଯୋଉ ଆସିବେ ବାହାର ଦେଶର ସବୁ ଯୋଉ ମୁଖ୍ୟ ମାନେ ରାଷ୍ଟ୍ରପତି ହୁଅନ୍ତୁ କି ପ୍ରଧାନମନ୍ତ୍ରୀ ସେମାନେ ସବୁ ଆସୁଛନ୍ତି ସବୁ କଣ ଇଏ ମା ଟିକେ କହିଦଉଛି ସେଠି ଗୋଟେ ବୈଠକ ହବ ଯଦି ଏତେ ସାରା ବିଶ୍ୱ ସାରା କୋଉଠି ବୈଠକ ହବନି ଏଇ ଓଡିଶା ମାଟିରେ ପୁରସ୍ତମ କ୍ଷେତ୍ର ବା ଶ୍ରୀକ୍ଷେତ୍ର ଧାମରେ ହବ କାରଣ କଣ ଯେତେବେଳେ କୁହାଯାଏ ଆସୁଛନ୍ତି ଠାବ କରିବେ विश्व गुरु हम जो कहुला मालिका महापुरुष मैंने कहते भारत सर्वश्रेष्ठ एक नंबर मुख्य समस्ते गुरु बोली मानिबे मुख्य बोली मानिबे सनातनी बाना उड़ीब सनातनी धर्म उड़ीब से जो कथा आज सफल होगा जाऊँ कि माँ हाँ निश्चित सफल हम से जो बैठक हबार कारण हूँ ना एठी कहीं होता ओडिशार तो भारत भीतर तो अन्य जगह थिला सब विभिन्न जगह किंतु ओडिशार पुरुषोत्तम क्षेत्र रे जो सभा बसिबो से होची सुधर्मा सभा से सुधर्मा सभा रे 36 कोटी देवता करला नहीं ये जो सरकार को नहीं जो बसेबे मोदी सरकार जो बसिबे जो विदेशी माने जो आसीबे तंगर मुख्य मुख्य माने आसीबे रूसिया चीन आउ आपनकर दुबई ठर आरंभ करे अन्य देशर किछि आसीबे से माने कोन से रूसिया चीन ने आसीबे पर भीतरे ठाबो करिया को जगन्नाथ कोठी जिबे कोठी रहिबे चोरी करिबे नि जगन्नाथ रूसिया को तो नेबे बोली अछि अच्छा अन्य माने जो सब छक्की किरी भी छक्की किरी रखी पारिबे नाही तादेरे जे थिबो सेई भलिया सी एभली परिस्थिति रे रही थबो नंगला हाइथिबो खाइबा को पाउ नथिबो आ सब बेले ताको डाकु थबो सेई ही थबो से तो बेले नेई गिरी जीवो चैन छिंडिबो चैन ता छिंडिले ठाकुर जते बेले छिटके गिरी पड़िबे ये सते बेले उड़ै के लेई की पानी रे पसी मार दिया छु छतिया को जीवो पड़े झाड़ेश्वर कड़े अलना खाऊन जो झाड़ेश्वर महादेव से आसवे मिसी खाइबे अलना पड़ो सब दिन से दिन टा लुण पड़ो ना कौन अच्छा आउ कौन कौन कार्यक्रम हम सब मत झाड़ेश्वर महादेव जो अच्छा झाड़ेश्वर महादेव गोटे पुआ शरीर रही तो से पुअर शरीर दिहरे रही से पुअर जते बेले मुंड को ढुकिबो ओडिसा रे विपद आइला सेते बेले जीव लिंगराज मंदिर रे से शरण रहिबो 7 दिन अच्छा 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 7 दिन जो पांता पर हबो निजे लिंगराज उठिबे लिंगराज उठी सेटू भोर 5टा रे जाईकी श्रीक्षेत्र रे पहुंचीबे अच्छा 16 बरठी 16 बरठी 2 जन जाक रहिबे 21 दिन अनाहार रे सेठी बंद रहिबो जो नीति कोडी जग श्रीक्षेत्र रे अच्छा जेते बेले 21 दिन हे जीवो निजे जगन्नाथ बलदेव उठिबे धला कला घोड़ा चढ़ी की ओडिसा को आसीबे समयटा केबे मा समयटा आउ केते वर्ष पाखा पाखी हम पर्टिकुलर न हो समय हम खाली केते वर्ष भीतर काम हबो आ 2-3 वर्ष भीतर नहीं 5 वर्ष भीतर 4-5 वर्ष भीतर हां बुझली जरा एबे चलची 26 27 28 29 30 31 ठीक अछि तले आरी भीतर हे जीवो 30 भीतर जा होची 29 30 भीतर आउ ना कोन ना आगु कोची आगु को सी अलगा तो हबो संस्थापन हबो नूतन माने जगन्नाथ जो जिबे आसीबे से को जगार दारू आसीबो कोइली राबो एबे हमें करते वीडियो कोइलटा जो कला एटा को शुभर संकेत बेड शुभ संकेत कोइली राबुची कोहु गो प्रभु कर्ण डेरिबो रामचंद्र परी पुत्र मो आजीवन को जीव 14 बरस वन रे राम के मंते रहिबो राजराजेश्वर पुत्र मो राई बने रहिबो दया कर गुरु स्वामी दया कर गुरु स्वामी हे पुत्र फेरी आसीबो पुत्र जते बेले फेरिबो सेते बेले समय फेरी आसीबो
ମାନେ କୋଇଲି ସେଥିପାଇଁ ତା ଆବାଜ ଦେଲା ଯେ ଆଗକୁ ତାର କିଛି କାର୍ଯ୍ୟକ୍ରମ ହବ। ଆଚ୍ଛା ଯୋଉଟା କହିଲେ ମା ଆପଣ ଯୋଉ ଝାଡେଶ୍ୱର ମହାଦେବ ଅଛନ୍ତି ଗୋଟେ ପୁଅ ଶରୀରରେ ରହିଛନ୍ତି ସେ ଏରିଆରେ ନାହିଁ। ଆଚ୍ଛା ସେ ଅଛି କୋଇଲି ତ ବାରମ୍ବାର ବୋହୁଛି ତା ସମୟ ଆଇଲା ଆସିଲା ସବୁ ପ୍ରକାଶ ସମୟ ପ୍ରକାଶ ସମୟ ସିଏ ଆସିଲା ସିଏ ତାର ପ୍ରକାଶ କରୁଛି ଆମେ ବାପା କିଏ। ଆଚ୍ଛା ତାହେଲେ ସେ ଝଡେଶ୍ୱର ମହାଦେବ ଯିଏ ରହିଛନ୍ତି ତାଙ୍କ ଶରୀରରେ ସେ କେବେ ସେଟା ଯିବେ ଯୋଉ ଅଧିଆ ପଡିବେ ଯୋଉ ଆପଣଙ୍କର